ଭାଇ ଭଉଣୀର ସ୍ନେହ ଶ୍ରଦ୍ଧା ଓ ସମ୍ମାନର ପର୍ବ ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଖୁସିରେ ମିଠା ଖୁଆଏ। ସେହି ମିଠାକୁ ଯଦି ଆପଣ ମାର୍କେଟରୁ ନ ଆଣି ନିଜ ହାତରେ ଘରେ ବନେଇ ଖୁଆଇବେ ତେବେ କେତେ ଖୁସି ନ ଲାଗିବ କହିଲେ। ତେଣୁ ମୁଁ ଆପଣମାନଙ୍କ ପାଖକୁ ଏହି ରାକ୍ଷୀ ପୂର୍ଣ୍ଣିମାରେ ମିଠାର ଏକ ବିଶେଷ ରେସିପି ନେଇକି ଆସିଛି। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ଗୀତାଜ ରୋଷେଇ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗିବ ତେବେ ଅଧିକରୁ ଅଧିକ ଲୋକଙ୍କୁ ସେୟାର କରିବାକୁ ବିଲକୁଲ ଭୁଲିବେନି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସବସ୍କ୍ରାଇବ୍ କରିବା ବିଲକୁଲ ଭୁଲନ୍ତୁନି। ମୁଁ ଆଜି ଆପଣମାନଙ୍କ ପାଖକୁ ଏକ ଟେଷ୍ଟି ଏବଂ ଡିଲିସିୟସ୍ ସୁଇଟ୍ ରେସିପି ନେଇକି ଆସିଛି। ତାହା ହେଉଛି ମଲାଇ ବ୍ରେଡ୍। ମୁଁ ଏଠାରେ ମଲାଇ ବ୍ରେଡ୍ ବନାଇବା ପାଇଁ 4 ପିସ୍ ବ୍ରେଡ୍ ନେଇଛି। ବ୍ରେଡ୍ ଫ୍ରାଏ କରିବାକୁ 4 ଟେବୁଲ ସ୍ପୁନ୍ ଘିଅ ନେଇଛି। କ୍ଷୀର ପ୍ରାୟ 500ରୁ 600 ml। ହାଫ୍ ବାଉଲ୍ ଚିନି, ଟେବୁଲ ସ୍ପୁନରେ ତାହା 7ରୁ 8 ଚାମଚ ହେବ। 2 ଟେବୁଲ ସ୍ପୁନ୍ କଷ୍ଟାର୍ଡ଼ ପାଉଡ଼ର, 4ଟି ଇଲାଇଚକୁ ଗୁଣ୍ଡ କରି ରଖିଛି। କିଛି ସାଫ୍ରନକୁ ଉଷୁମ କ୍ଷୀରରେ ପକାଇଛି ଓ କିଛି ଆଲମଣ୍ଡକୁ ସରୁ ସରୁ କରି କାଟି ରଖିଛି। ଏଥିରେ ଆପଣ ଗ୍ରୀନ୍ ଆଲମଣ୍ଡ ବି ନେଇପାରିବେ। ହଁ, ଯଦି ଆପଣମାନଙ୍କ ପାଖରେ ସାଫ୍ରନ ନାହିଁ ତେବେ ରୋଜ୍ ୱାଟର ମଧ୍ୟ ପକାଇ ପାରିବେ, କିନ୍ତୁ ଅଧିକା ଦେବେନି। ଦେଖନ୍ତୁ, ଏବେ ମୁଁ ବ୍ରେଡ୍ର ଚାରିପଟେ ଥିବା ବ୍ରାଉନ୍ ପାର୍ଟକୁ କାଟି ବାହାର କରିବା ପରେ ମଝିରୁ କାଟି ଟ୍ରାଙ୍ଗେଲ୍ ସେପ୍ କରି ନେଇଛି। ଗ୍ୟାସ୍ ଅନ୍ କରି ଗୋଟେ ନନ୍ଷ୍ଟିକ୍ ପ୍ୟାନ୍କୁ ଗରମ କରି ଘିଅ ପକାଇ ବ୍ରେଡ୍ର ବୋଥ୍ ସାଇଡ଼୍କୁ କ୍ରିସ୍ପି କରି ଫ୍ରାଏ କରିନେଲି। ଯଦି ଆପଣଙ୍କ ପାଖରେ ନନ୍ଷ୍ଟିକ୍ ପ୍ୟାନ୍ ନାହିଁ ତେବେ କଡ଼େଇରେ ମଧ୍ୟ କରିପାରିବେ, କିନ୍ତୁ ଡିଶ୍ଟି ବନେଇଲା ବେଳେ ସବୁବେଳେ ଗ୍ୟାସ୍ର ଫ୍ଲେମ୍କୁ ସିମ୍ରେ ରଖିବେ, ନଚେତ୍ ବ୍ରେଡ୍ କ୍ରିସ୍ପି ହେବନି ଆଉ ବ୍ରାଉନ୍ ନ ହୋଇ କଳା ହୋଇଯିବ। ଏବେ କ୍ଷୀରକୁ ଏକ ପଟ୍ରେ ଢାଳି ଅଧାରୁ ଅଧିକା ସିଝିବା ପର୍ଯ୍ୟନ୍ତ ଗରମ କରିନେଲି। ତାପରେ ଗ୍ୟାସ୍ର ଫ୍ଲେମ୍କୁ ସିମ୍ କରି ରଖିଥିବା ଚିନିକୁ ସେହି କ୍ଷୀରରେ ପକାଇଲି। କଷ୍ଟାର୍ଡ଼ ପାଉଡ଼ରକୁ ଉଷୁମ କ୍ଷୀରରେ ଗୋଳାଇ କ୍ଷୀରରେ ଢାଳି କଣ୍ଟିନ୍ୟୁଅସ୍ 5ରୁ 6 ମିନିଟ୍ ଗୋଳାଇଲା ପରେ ଦେଖନ୍ତୁ କ୍ଷୀର କେତେ ବହଳିଆ ହେଇ ଆସିଲାଣି। କ୍ଷୀରର ରସାକୁ ବେଶୀ ମୋଟା କରିବେନି, ନହେଲେ ବ୍ରେଡ୍ ଗୁଡ଼ିକ ଠିକ୍ସେ ସୋକ୍ କରିବନି। ଏହାପରେ ଇଲାଇଚି ପାଉଡ଼ରକୁ ପକାଇ ଭଲ ଭାବରେ ଗୋଳାଇ ଇଣ୍ଡକ୍ସନ୍ ବନ୍ଦ କରିଦେଲି। ବନାଇଥିବା କ୍ଷୀର ରସାକୁ ନଖ ଉଷୁମ ଥିବା ଅବସ୍ଥାରେ ଆଣି ଆଉ ଏକ ବାଉଲରେ ଦେଇ ତା ଉପରେ ବ୍ରେଡ୍ ଦେଲି। ପୁଣି ତା ଉପରେ କ୍ଷୀର ରସା ଦେଇ ଅବଶିଷ୍ଟ ବ୍ରେଡ୍ ଦେଇ ବଞ୍ଚିଥିବା କ୍ଷୀର ରସାକୁ ଦେଇଦେଲି। ମନେ ରଖନ୍ତୁ, ବ୍ରେଡ୍ରେ ରସା ଦେଲାବେଳେ ଯେଉଁ ବାଉଲ ନେବେ ତାର ତଳ ବେସ୍ଟା ଟିକେ ଚଉଡ଼ା ହେଲେ ସର୍ଭ କରିବାକୁ ସୁବିଧା ହେବ। ଆଗରୁ କ୍ଷୀରରେ ପକାଇ ରଖିଥିବା ସାଫ୍ରନକୁ ବ୍ରେଡ୍ର ଚାରିଆଡ଼େ ଭଲ ଭାବରେ ଦେଇ ଆଲମଣ୍ଡ ପକାଇଲି। ଏବେ ଦେଖନ୍ତୁ, ଆମେ ବନାଇଥିବା ମଲାଇ ବ୍ରେଡ୍ କେତେ ସୁନ୍ଦର ଦେଖାଯାଉଛି। ବ୍ରେଡ୍ର ଟେକ୍ସଚର ଦେଖନ୍ତୁ କେତେ ନରମ ହେଇଛି। କିଛି ସମୟ ଫ୍ରିଜରେ ରଖି ଗୋଟେ ପ୍ଲେଟ୍ରେ ସର୍ଭ କରି ଆପଣଙ୍କ ଭାଇକୁ ଖାଇବାକୁ ଦିଅନ୍ତୁ ଓ ନିଜେ ନିଜ ପରିବାର ସହିତ ଖାଇ ଖୁସି ମନାନ୍ତୁ। ସର୍ଭ କରିବା ସମୟରେ ଚେରି ଦେଇ ସର୍ଭ କରିବେ, ଯେମିତି ମୁଁ ଦେଇଛି। ଭିଡ଼ିଓରେ ଦିଆଯାଇଥିବା ସମସ୍ତ ପ୍ରୋସିଜିଓରକୁ ଫଲୋ କରି ମଲାଇ ବ୍ରେଡ୍ ବନାନ୍ତୁ ଓ ଆପଣଙ୍କ ଏକ୍ସପିରିଏନ୍ସକୁ ମୋ ସହିତ କମେଣ୍ଟ ମାଧ୍ୟମରେ ସେୟାର କରନ୍ତୁ। ଆପଣଙ୍କ କମେଣ୍ଟ ମୋତେ ଇନ୍ସପାୟାର କରିବ ନୂଆ ନୂଆ ରେସିପିର ଭିଡ଼ିଓ ବନାଇବାକୁ। ରହୁଛି, ବାଏ, ଜୟ ଜଗନ୍ନାଥ।